ଜୁହାର ସାଙ୍ଗମାନେ ଆଜି ଆମେ ବନାମା ଓଡ଼ିଶାର ଗରମ ଦିନର ସମ୍ପୂର୍ଣ୍ଣ ଜଣାଶୁଣା ପାନୀୟ ଟଙ୍କ ତୋରାଣୀ। ଏଟା ପୁରୀ ଜଗନ୍ନାଥ ଧାମ ସହିତ ଜଡ଼ିତ ଗୋଟେ ପାରମ୍ପରିକ ପାନୀୟ ଯେନ୍ଟାକି ଲେମ୍ବୁ ପତର ଆଉ କଞ୍ଚା ଲଙ୍କା ଅଦା ଦହି ବାସି ଭାତ ଆରୁ ଜିରା ଶୁଖା ଲଙ୍କାର ଭଜଲାଟା ଗୁଣ ଆରୁ ବାସି ଭାତର ଥିର କି ନେଇକରି ବନାଯାଏସି। ତାର ଟେଷ୍ଟ ଯେ ପିଇଛି ସେ ଜାନବା। ତାହେଲେ ଚାଲୁନ ଦେଖମା କେନ୍ତା ବନାଯାଏସି ଇ ସ୍ୱାଦିଷ୍ଟ ଟଙ୍କ ତୋରାଣୀ। ପହଲା କଞ୍ଚା ଲଙ୍କା ଅଦା କେ କୁଟି ଦେଲି, ବାସି ଭାତ କେ ବି ହାତେ ଟିକେ ଚିମଟି ଦେଲି, ଇଆଡ଼େ ସବୁ ଜିନିଷ କେ ରେଡି କରିଦେଲି। ବହୁତ ଜଲ୍ଦି ବନି ଯାଏସି। ଆପଣ ମାନେ ବି ଖରା ମାସେ ପିଉନ ଆଉ ଦେହକେ ଭଲ ରଖୁନ। ତାପରେ ଥିରେ ଭାତ କେ ଚିମଟି କରି ପକେଇଦେଲି, ଦହିକେ ପକେଇଦେଲି, ତାହାକେ ଭଲସେ ଆମେ ଫେଟି ଦେମା ପୁରା ପାଲିସ କରି ଯେନ୍ଟାକି ପିଇବାର୍ ଲାଗି ଭଲ ଲାଗବା। ଭଲସେ ଗୁଲି ଦେଲା ପରେ ସେତେ ଆମେ ପକେଇଦେମା ଲେମ୍ବୁ ଚିପି କରି, ଆଉ ଲେମ୍ବୁ ଚିପିଲା ପରେ ଫିର ତାହାକେ ଗୁଲେଇ ଦେମା। ଆର୍ ଇତି ପକେଇଦେମା ଜିରା ଗୁଣ୍ଡ ଆରୁ କଞ୍ଚା ଲଙ୍କା ଅଦାର ଠେସଲାଟା ବି ପକେଇଦେମା ଆଉ ସବୁ ଭଲସେ ଗୁଲେଇ ଦେମା। ଲାଷ୍ଟକେ ନୁନ ଆଉ ପୁଦିନା ପତର ଆଉ ଲେମ୍ବୁ ପତର ଟିକେ ପକେଇକରି ଫିର ଗୁଲେଇ ଦେମା। ଆଉ ତାହାକେ 15 ମିନିଟ ରଖିଲା ପରେ ପିଇବେ ଯେ ଟେଷ୍ଟ ଲାଗ୍ସି ଆପଣ ମାନେ ପିଇଲେ ଜାଣିବେ। ଦେଖୁନ କେତେ ସହଜ ଆଉ କେତେ ସ୍ୱାଦିଷ୍ଟ ଗାଁର ପୁରୁଣା ସ୍ୱାଦ ଆଉ ପରମ୍ପରାକେ ଏ ଟଙ୍କ ତୋରାଣୀ କେତେ ଆମର ପରମ୍ପରାକେ ଆଗକେ ବି ନେଇ ଯାଏସି। ତାହେଲେ ଏ ଜିନିଷକେ ଆପଣ ମାନେ ବି ଘରେ ଥରେ ବନନ୍। ଭିଡ଼ିଓଟା ଭଲ ଲାଗିଲେ ମୋର ଚ୍ୟାନେଲକେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରବାରଟା ନାଇଁ ଭୁଲଥି। ତ କାଁଚି ଅଟକିଛନ୍ ଆପଣ ମାନେ ବି ବନୁନ୍ ଆଉ ଟଙ୍କ ତୋରାଣୀର ମଜା ନଉନ୍।